लैपटॉप ପାଇଁ ଆପ୍ଲାଏ କରିବା ପୂର୍ବରୁ ଜାଣି ରଖନ୍ତୁ କ'ଣ କ'ଣ ଡକୁମେଣ୍ଟ ଦରକାର ଲ୍ୟାପଟପ୍ ପାଇଁ। ତେଣୁ ସେଇ ଲ୍ୟାପଟପ୍ ପାଇଁ ଯେଉଁ 30,000 ଟଙ୍କା ମିଳିବ ସେଥିରେ ଡକୁମେଣ୍ଟ କ'ଣ କ'ଣ ଲାଗିବ ଆମେ କ'ଣ କରିବା, ଏଇ ଯେଉଁ scholarship.odisha.gov.in ଏଇ ୱେବସାଇଟ୍ଟା ଖୋଲିକି ରଖିଛୁ ଏବଂ ସେଥିରେ ଆମେ ଯିବା କ'ଣ ନା ସ୍କିମ୍ ଆଣ୍ଡ ଏଲିଜିବିଲିଟି ଦେଖିପାରୁଛନ୍ତି। ସ୍କିମ୍ ଆଣ୍ଡ ଏଲିଜିବିଲିଟି ଗଲା ପରେ ଯେତେ ସ୍କିମ୍ ଅଛି ସବୁ ଜଣାପଡ଼ିଯାଉଛି। ସେ ସ୍କିମ୍ ଗୁଡ଼ିକ ଯେମିତି କାଳିଆ ସ୍କଲାରସିପ୍ ହେଉଛି, ଇ ମେଧାବୃତ୍ତି ସବୁଗୁଡ଼ିକ ସ୍କିମ୍ ଅଛି। ସେ ଭିତରୁ ଆମେ ଯିବା କ'ଣ ବିଜୁ ଯୁବ ସଶକ୍ତିକରଣ ଯୋଜନା ଲ୍ୟାପଟପ୍ ଡିବିଟି, ଠିକ୍ ଅଛି। ତେଣୁ ଏଲିଜିବିଲିଟିକୁ ଯିବା, ଏଲିଜିବିଲିଟିକୁ କ୍ଲିକ୍ କରିବା। ଏଲିଜିବିଲିଟି କ୍ଲିକ୍ କଲେ ଆସିଯିବ କ'ଣ ନା ଏଲିଜିବିଲିଟି ଡିଟେଲ୍ସ ଦେଖିପାରୁଛନ୍ତି। ଏଲିଜିବିଲିଟି ଡିଟେଲ୍ସ ଏବଂ ଏଇ ଏଲିଜିବିଲିଟି ଡିଟେଲ୍ସ ଭିତରେ ଗାଇଡ଼ଲାଇନ୍ ଡକୁମେଣ୍ଟ ମଧ୍ୟ ଅଛି ଯେ କ'ଣ ଗାଇଡ଼ଲାଇନ୍ ଡକୁମେଣ୍ଟ ଆମେ ଦେଖିବା। କିନ୍ତୁ ତା ପୂର୍ବରୁ ଆମେ ଦେଖିବା ଯେ କ'ଣ କ'ଣ ଡକୁମେଣ୍ଟ ଦରକାର। ଏଠି ଦରକାର କ'ଣ ନା ଆଧାର କାର୍ଡ଼ ଅଫ୍ ଷ୍ଟୁଡେଣ୍ଟ, ଆଧାର କାର୍ଡ଼ ଅଫ୍ ଷ୍ଟୁଡେଣ୍ଟ ଦରକାର, ଯେଉଁଥିରେ କି ତୁମର ମୋବାଇଲ ନମ୍ବର ସିଡ଼ିଂ ହେଇଥିବ ଆଧାର କାର୍ଡ଼। ତାପରେ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଅଫ୍ ଦ ଷ୍ଟୁଡେଣ୍ଟ ଦରକାର, ମାର୍କସିଟ୍ ଅଫ୍ ଲାଷ୍ଟ ଏକ୍ଜାମିନେସନ୍ ପାସ୍ଡ, ଏଇ ତିନୋଟି ଜିନିଷ ଦରକାର ତୁମର ଡକୁମେଣ୍ଟ ଆକାରରେ, ଠିକ୍ ଅଛି। ତ ଡକୁମେଣ୍ଟ ଆକାର ଦରକାର 30,000 ଟଙ୍କା ମିଳିବା ପାଇଁ। ଆମେ ଦେଖିବା ବର୍ତ୍ତମାନ ଯେ ଏଇ ଯେଉଁ ଆମେ ଡାଉନଲୋଡ଼ କଲେ, ସେ ଯେଉଁ ଡାଉନଲୋଡ଼ କଲେ ତା ବିଷୟରେ ଟିକେ ଜାଣିବା। ପ୍ରୋସିଡିଓର ଟୁ ଆପ୍ଲାଏ, ଦେଖ ପିଲାମାନେ ଏଇଟା କେମିତି ଆପ୍ଲାଏ କରିବ ସେଟା କହିଦେଇଛନ୍ତି, କିନ୍ତୁ ଏବେ ଆପ୍ଲାଏ ଲିଙ୍କ୍ ଆସିନି। କିନ୍ତୁ ଆପ୍ଲାଏ ଲିଙ୍କ୍ ଆସିଲେ ଏଇଭଳି ଭାବରେ ଆପ୍ଲାଏ କରିବ, ଠିକ୍ ଅଛି। ଷ୍ଟେପ୍ 1ରେ ଏଇ ଯେଉଁ ୱେବସାଇଟ୍କୁ ଯିବ scholarship.odisha.gov.in, ସେଠି ଲିଙ୍କ୍ ଥିବ। ସେ ଲିଙ୍କ୍ରେ କ୍ଲିକ୍ କଲା ପରେ ତାପରେ ଆଧାର ନମ୍ବରକୁ ଏଣ୍ଟର କରିବାକୁ ପଡ଼ିବ। ପ୍ରୋସିଡ୍ ଫର୍ଦର ରେଜିଷ୍ଟ୍ରେସନ୍ ପ୍ରୋସିଡ୍ କରିବାକୁ ପଡ଼ିବ। ତାପରେ ଚେକ୍ ଦ ମୋବାଇଲରେ ଚେକ୍ କରିବାକୁ ପଡ଼ିବ, ନାକି ଆଧାର ନମ୍ବର ଆଉ ଲିଙ୍କ୍ ନିହାତି ମୋବାଇଲ। ତୁମେ ଏବେରୁ କ'ଣ କର, ତୁମର ମୋବାଇଲ ନମ୍ବର ଆଧାର ନମ୍ବର ମାନେ କେଉଁ ମୋବାଇଲ ନମ୍ବର ଲାଗିଛି ସେଇଟା ଦେଖିନିଅ, ଠିକ୍ ଅଛି। ଇମେଲ୍ ଆଇଡ଼ି ଏଗୁଡ଼ିକ ସବୁ ରେଡ଼ି କରି ରଖ ଟୁ ଗେଟ୍ ଦ ୟୁଜର୍ ଆଇଡ଼ି ଆଣ୍ଡ ପାସୱାର୍ଡ଼। ୟୁଜର୍ ଆଇଡ଼ି ଆଣ୍ଡ ପାସୱାର୍ଡ଼ ତୁମକୁ ତିଆରି କରିବାକୁ ପଡ଼ିବ। ଆଉ ତିଆରି କରିସାରିଲା ପରେ ତାପରେ ସିଲେକ୍ଟ BYCY ଫ୍ରମ୍ ଦ ଡ୍ରପ୍ ଡାଉନ୍ ଲିଷ୍ଟ ଅଫ୍ ସ୍କଲାରସିପ୍। ତେଣୁ BYCYକୁ ସିଲେକ୍ଟ କରିବ, ନାଇଁକି 15,000 ଏଲିଜିବୁଲ୍ ଷ୍ଟୁଡେଣ୍ଟସ୍ ହୁଜ୍ ନେମ୍ ଆପିୟର୍ଡ ଇନ୍ ଦ ଲିଷ୍ଟ, ଯେଉଁ ଲିଷ୍ଟଟା ବାହାରିବ ତୁମ ନାଁ ଥିବ। 15,000 ଏଲିଜିବୁଲ୍ ଷ୍ଟୁଡେଣ୍ଟସ୍ ପାଇବେ କେତେ, 30,000 ଲେଖା ଟଙ୍କା ଇନ୍ ଲିଉ ଅଫ୍ ଲ୍ୟାପଟପ୍ ବଦଳରେ। ସେଇଟା ହେଉଛି BYSY, ନାଇଁ ତ BYSY କ'ଣ ଯୋଜନା ନା ବିଜୁ ଯୁବ ସଶକ୍ତିକରଣ ଯୋଜନା, ୟାର ଫୁଲ୍ ଫର୍ମ ହେଉଛି। ତ ଏଇଟା ହେଉଛି କଥା। ତାପରେ ପ୍ରୋଭାଇଡ଼ ଅଲ୍ ନେସେସରି ପର୍ସନାଲ୍ ଡିଟେଲ୍ସ, ପ୍ରୋଭାଇଡ଼ ଅଲ୍ ନେସେସରି ଆକାଡେମିକ୍ ଡିଟେଲ୍ସ, କ୍ଲିକ୍ ଅଫ୍ ଦ ସେଭ୍ ଏଜ୍ ଡ୍ରାଫ୍ଟ। ଏଟ୍ ଦ ଏଣ୍ଡ ପ୍ରିଭ୍ୟୁ ଦେଖିପାରିବ ତୁମେ ଯାହା ପୂରଣ କଲ, ନାଇଁକି। ଆଉ ଯେଉଁମାନେ ଫର୍ମାଟ୍ ଟୁ ଅପଡେଟ୍ ଆଧାର ନମ୍ବର ଇନ୍ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ, ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲରେ ଆଧାର ନମ୍ବରକୁ ଅପଡେଟ୍ କରିବା ପାଇଁ ତୁମକୁ କ'ଣ କରିବ, ଏଇଭଳିଆ ଲେଖିବାକୁ ପଡ଼ିବ। ନେମ୍ ଅଫ୍ ଦ ଷ୍ଟୁଡେଣ୍ଟସ୍, ଫାଦର୍ସ ନେମ୍, ଆଧାର ନେମ୍, ଆଡ୍ରେସ୍, ରୋଲ୍ ନମ୍ବର ଏଗୁଡ଼ିକ ଲେଖିକି ଡିକ୍ଲାରେସନ୍ ଦେଇକରି ତାକୁ ପଠାଇବାକୁ ପଡ଼ିବ ମେଲ୍ରେ, ଠିକ୍ ଅଛି। ତ ଏଇଠି ଆମେ ଦେଖିବା ଯେ ୟାର ରୁଲ୍ସ ଗୁଡ଼ାକ କ'ଣ ଅଛି, ନାଇଁକି। ତ ମୁଁ ତୁମକୁ ଦେଖେଇଥିଲି ଡକୁମେଣ୍ଟସ୍, ତାପରେ ଇନଷ୍ଟ୍ରକ୍ସନ୍ ଗୁଡ଼ାକ କ'ଣ ଅଛି। ଇନଷ୍ଟ୍ରକ୍ସନ୍ ମାନେ ଏଲିଜିବୁଲ୍ ଷ୍ଟୁଡେଣ୍ଟସ୍ ଯେଉଁମାନେ ଯିଏକି +2 ସାଇନ୍ସ ପଢ଼ୁଥିବେ, ଆର୍ଟ୍ସ କମର୍ସ ଭୋକେସନାଲ୍ ଷ୍ଟ୍ରିମ୍, ତେଣୁ ସେ ମେରିଟୋରିୟସ୍ ଷ୍ଟୁଡେଣ୍ଟ ଯାହାର ନାଁ ଅଛି ସେମାନେ ପାଇବେ। ଫାଇନାନ୍ସିଆଲ୍ ଆସିଷ୍ଟାଣ୍ଟ କେତେ ନା 30,000 ଟଙ୍କା, ନାଇଁକି। ଆଉ ଷ୍ଟୁଡେଣ୍ଟସ୍ ମାନେ ଏଇଠି ଦେଖ 2023ରେ 18/11 ନଭେମ୍ବର ମାସରେ ଯାଇକରି ଆସିଥିଲା, କିନ୍ତୁ ଏବେ ଶୀଘ୍ର ଆସିଯିବ। ତ ଯେକୌଣସି ପ୍ରୋବ୍ଲେମ୍ ହେଲେ ଏଇ ଯେଉଁ 155335କୁ ଫୋନ୍ କରିବାକୁ କୁହାହେଇଛି। ତେଣୁ ଏଗୁଡ଼ିକ ମୁଁ ତୁମକୁ ଦେଖେଇଲି ଡକୁମେଣ୍ଟ ଗୁଡ଼ିକ, କ'ଣ ଡକୁମେଣ୍ଟ ରେଡ଼ି କରିବାକୁ ପଡ଼ିବ, ସେଇ ଡକୁମେଣ୍ଟ ଗୁଡ଼ିକ ରେଡ଼ି କରିବ। ଆଉ ଗୋଟେ କଥା ହେଉଛି ମାନେ ଆମେ ଯଦି ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲକୁ ଯିବା, ତାପରେ ଏଇଠି ଆମେ ଯଦି ମାନେ ସ୍କିମ୍କୁ ତ ଗଲେ, ସ୍କିମ୍କୁ ଗଲା ପରେ ଏଇଠି ଏବାଉଟ୍ ଆସ୍
माने स्कीम को गले स्कीम को क्लिक कले तापर एगुड़िक सब आसला किंतु आमे जदि स्टेट स्कॉलरशिप ये चेक एलिजिबिलिटी हाँ चेक एलिजिबिलिटी जदि क्लिक करुचे एटा आसुची तापर आउ गोटे जिनस अप्लाई स्कॉलरशिप रे जदि अप्लाई स्कॉलरशिप रे आसु नाही एपर्यंत कौनसी लिंक माने क्लिक है नाही माने लिंक आसी नाही हाउ टू अप्लाई रे जदि देखिबा हाउ टू अप्लाई रे कीज डॉक्यूमेंट माने ता बाद आधार नंबर माने एप्लिकेंट्स फोटोग्राफ ता बाद एगुड़िक मध्य तुम जेकोसी स्कॉलरशिप तुम माने पाइबो ये जो ओडिशा गवर्नमेंट रो एगुड़िक सब रेडी करथिबो 10टा जिनस आधार नंबर एप्लिकेंट्स फोटोग्राफ इनकम सर्टिफिकेट कास्ट सर्टिफिकेट दिव्यांग सर्टिफिकेट जदि दिव्यांग थिबो आउ रेसिडेंट सर्टिफिकेट फ्रंट पेज ऑफ पासबुक बैंक अकाउंट नहीं कि डिटेल्स ऑफ द स्टूडेंट मैट्रिकुलेशन सर्टिफिकेट प्रीवियस एग्जामिनेशन सर्टिफिकेट एतिकी तमे डॉक्यूमेंट रेडी करथिबो माने से जो लैपटॉप पाइबा पाई ठीक अच्छे तो डॉक्यूमेंट कौन कौन लगे मुझे तुमको कहली एबेरु रेडी कर दियो ठीक अच्छे समस्त शेयर करिवो थैंक यू वेरी मच बंदी उत्कल।